ସୁଭଦ୍ରା ଯୋଜନାକୁ ନେଇ ଆସିଲା ଖୁସି ଖବର। ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପାଇନଥିବା ମହିଳାଙ୍କ ପାଇଁ ଆସିଲା ଏକ ବଡ଼ ଖବର। କେଉଁଦିନ ସୁଭଦ୍ରା ସହାୟତା ମିଳିବ ସେ ନେଇ ଆଜି ତାରିଖ ଆସିପାରେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏନେଇ ତାରିଖ ଘୋଷଣା କରିପାରନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର 17 ତାରିଖରେ ସୁଭଦ୍ରା ଶୁଭାରମ୍ଭ କରିଥିଲେ। ସେଦିନ 25 ଲକ୍ଷରୁ ଅଧିକ ମହିଳାଙ୍କୁ ପ୍ରଥମ କିସ୍ତି ଟଙ୍କା ମିଳିଥିଲା। ଏବେ ଆବେଦନ 92 ଲକ୍ଷ ଟପିଥିବା ବେଳେ ହିତାଧିକାରୀ କିସ୍ତି ଅପେକ୍ଷାରେ ଅଛନ୍ତି। ସୁଭଦ୍ରା ଯୋଜନା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ଼ ସୂଚନା ଦେଇ କହିଥିଲେ, ଆଗକୁ ଆସୁଥିବା ମହିଳାଙ୍କ ପର୍ବରେ ଆଉ ଏକ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ। ପର୍ଯ୍ୟାୟକ୍ରମେ 1 କୋଟି ମହିଳାଙ୍କ ସରକାର ସୁଭଦ୍ରା ଟଙ୍କା ଦେବେ। ଏଥିସହିତ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆସନ୍ତା 2025 ମାର୍ଚ୍ଚ 8 ତାରିଖ ପ୍ରଥମ କିସ୍ତି ଦିଆଯିବ, କିନ୍ତୁ ଦ୍ୱିତୀୟ କିସ୍ତି ଏକକାଳୀନ ମହିଳା ଦିବସରେ ପ୍ରଦାନ କରାଯିବ। ନିକଟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ, କିଛି ଦିନ ଭିତରେ ସୁଭଦ୍ରା ଯୋଜନାରେ ଆଉ 25 ଲକ୍ଷ ମହିଳାଙ୍କୁ ସହାୟତା ରାଶି ମିଳିବ। ପର୍ଯ୍ୟାୟକ୍ରମେ ମୋଟ 1 କୋଟି ମହିଳାଙ୍କୁ ସୁଭଦ୍ରା ସହାୟତା ଦିଆଯିବ। ସୁଭଦ୍ରା ଯୋଜନାରେ ଏକ ପର୍ଯ୍ୟାୟରେ 92 ଲକ୍ଷ ଆବେଦନ କରିସାରିଲେଣି। ଆଉ ସପ୍ତାହ ଭିତରେ ଏହା 1 କୋଟିରେ ପହଞ୍ଚିବ। 1 କୋଟି ମହିଳାଙ୍କୁ ଡେଫିନେଟଲି ଟଙ୍କା ମିଳିଯିବ। ଏହା ଥିଲା ସୁଭଦ୍ରା ଯୋଜନାର ଏକ ବହୁତ ବଡ଼ ଅପଡେଟ୍ଟି। ଥ୍ୟାଙ୍କ ୟୁ।